ତ ଆଜି ଥିଲା ଦିବ୍ୟ ସ୍ନାନ ପୂର୍ଣ୍ଣିମା ଆଉ ଏହି ଦିନରେ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ସମେତ ସାରା ଓଡ଼ିଶାରେ ଅତ୍ୟନ୍ତ ଭକ୍ତି ଭାବରେ ଏହାକୁ ପାଳନ କରାଯାଏ। ଆଉ ଏହାକୁ ଦେଖିବା ଲାଗି ମୁଁ ଯାଇଥିଲି ଇମାମି ଜଗନ୍ନାଥ ମନ୍ଦିର। ତ ସେଠି ଯାଇ ପ୍ରଭୁଙ୍କୁ ଦର୍ଶନ କଲି। ଆଉ ଏହା ଜ୍ୟେଷ୍ଠ ମାସ ଏହି ପବିତ୍ର ପୂର୍ଣ୍ଣିମା ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନା କୂଅରୁ ଅଣାଯାଇଥିବା ସୁବାସିତ ଜଳରେ ପ୍ରଭୁଙ୍କୁ ସ୍ନାନ କରାଯାଏ। ଆଉ ଏହା ମୋଟ 108ଟି ଗରା ସୁବାସିତ ଜଳ ଦ୍ୱାରା ପ୍ରଭୁଙ୍କର ଯେଉଁ ନୀତି ସମ୍ପନ୍ନ କରାଯାଏ। ଏହା ମଧ୍ୟ ବିଭାଜନ ହେଇଛି, ଯେମିତିକି ମହାପ୍ରଭୁଙ୍କୁ ଜଗନ୍ନାଥଙ୍କ ପାଇଁ 35ଟି ଗଗରା, ପ୍ରଭୁ ବଳଭଦ୍ରଙ୍କ ପାଇଁ 33ଟି ଗଗରା, ଆଉ ଦେବୀ ସୁଭଦ୍ରାଙ୍କ ପାଇଁ 22ଟି ଗଗରା, ଆଉ ପ୍ରଭୁ ସୁଦର୍ଶନଙ୍କ ପାଇଁ 18ଟି ଗଗରା। ତ ଏମିତି କିଛି ଏହାର ମୁଁ ଡିଟେଲ୍ସ ବଗରା ମୁଁ ଜାଣିଥିଲି ଆଉ ଆକୁ ଦେଖିବା ପାଇଁ ମୁଁ ଯାଇଥିଲି ଇମାମି ମନ୍ଦିର। ଆଉ ସେଠି ଆସିଲା ପରେ ମୁଁ ବସିଥିଲି ପଢ଼ିବା ଲାଗି। ତ ଆଜି ବସି ମୁଁ ସବୁ ଯେଉଁ ସବଜେକ୍ଟ ପେଡାଗୋଜି ଥିଲା ତାକୁ ପ୍ରାକ୍ଟିସ୍ କଲି, ମାନେ ପଢ଼ିଲି ଆଉ କିଛି ମକ୍ ବି ଦଉଥିଲି। ଯେମିତି ଇଂଲିଶରେ ଅଛି ଆପଣଙ୍କର LSRW, ତ ଏମିତି ବହୁତ କିଛି କନସେପ୍ଟ ଗୁଡ଼ା ମୁଁ ବିଲ୍ଡ କରୁଥିଲି। ତ ଯାହା ବି ହଉ ଏମିତି କିଛି ଅଳ୍ପ ବହୁତ ସମୟ ପଢ଼ି ସାରିଲା ପରେ ମୁଁ ଆଜି ଯାଇଥିଲି ଡ୍ୟୁଟି। ଯେହେତୁ ଆଜି ଦିବ୍ୟ ସ୍ନାନ ପୂର୍ଣ୍ଣିମା ଥିଲା ତ ଇନ୍ଦ୍ର ଦେବତା ତାଙ୍କର କିରଣ ବି ଦେଖାଇଥିଲେ। ତ ମୁଁ ଯିବା ସମୟରେ ଏମିତି କିଛି ବର୍ଷା ବି ହେଲା। ତ ଯାହା ବି ହଉ ଆଜିର ଦିନ ଏମିତି କିଛି ଥିଲା। ରହୁଛି। ଜୟ ଜଗନ୍ନାଥ। ଆଉ ହଁ, ଯେଉଁମାନେ ମୋ ଭିଡ଼ିଓରେ ନୂଆ ଅଛନ୍ତି ଦୟାକରି ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିଯିବେ।